ঝিও আউ ঝিও উভয় পক্ষ যাক সমানে তেণুক এইনে যদি মহারাজ অনুমতি দেইদেবে কথাটাকে পরিপ্রকাশ করদেবি জটা আজ্ঞা তাহলে তু মো ঝিও শামুকা পাই যোগ্য পাত্র জোগাড় করেছি জোগাড় করেছি মানে খালি আপনার অনুমতি চাউছু হজুরি তাহলে শীঘ্র প্রকাশ কর কে সে যোগ্য পাত্র আম সেনাপতি দিগ্বিজয় সিং দেখিবাকু বলিষ্ঠ যুবক কৌশি রাজকুমার ঠারু মধ্যে কম নহন্তি কথারে আছে আজ্ঞা কোটি জন্মর তপবলে এমিতিয়া জুয়াই মিলে এই কাশী রাজ্য তলে ଆପଣ ବେକାରଟାର ସ୍ୱୟଂଭରେ କରିବେ କାହିଁକି ହରଣା ଘଣାରେ ପେଶି ହେବେ କାହିଁକି ରାଜଜେମା ବି ଘରେ ସେନାପତି ବାବୁ ବି ଘରେ ଏଇନେ ଯଦି ଆଜି ଚାହିଁଦେବେ ବାହାଘରଟା ଶେଷ ହେଇଯିବ ତୁ ପୁଣି ମୋ ଝିଅ ଶାମୁକା ସହିତ ବାହାଘର ପ୍ରସ୍ତାବ ନେଇକି ଆସ ହଁ ମା ସେଇଟା ପୁଣି ସେନାପତି ସହିତ ସେନାପତି ବା ହେଲେ ସେନାପତି ଜଣକ କିଏ ତୁ ଜାଣିଛୁ କ'ଣ ଅଛି ସେନାପତି ଜଣକ ହଉଛି ଘୋଡ଼ା ମଦୁଆ ସେ ଗୋଟିଏ ଲମ୍ପଟ ସେ ଗୋଟିଏ ସଇତା ସେ ଗୋଟିଏ ଅଇଁତା ଖିଆ କୁକୁର ମୁଁ କହିଥିଲି এই প্রস্তাব দেওয়া পাই ମୁଁ ତତେ କହିଥିଲି କହିନଥିଲେ ଆଜ୍ଞା ତୋରି ପାଇଁ ଭୁଲ ହେଇଗଲା ତୋରି ପାଇଁ ରାଜମା କ'ଣ କହିଲେ ଶୁଣିପାରିଲୁ କେବେ କହିବି ନାହିଁ ଶୁଣିପାରିଲୁ କେବେ କହିବି ନାହିଁ ତୋରି ପାଇଁ ଏତେ ଲୋକଙ୍କ ସମ୍ମୁଖରେ ମୋତେ ଅପମାନ ସହିବା ପାଲା ଛାଡ଼ିବିନି ଭୁଲ ହେଇଗଲା ଆଜ୍ଞା ମାରି ନାଇଁ 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 ଏଇନା ମାରିଦେବି ଦିଗ୍ବିଜୟ আরে সে কহু কহু কইদেলা বলি তখন মারিদেব মারিদেবি না দিগ্বিজয় মহারাজ ଆମେ କ'ଣ ଆପଣଙ୍କର ଜୟୀ ହେବା ପାଇଁ ଯୋଗ୍ୟ ନାଇଁ ମହାରାଜ ନାଇଁ ଆମେ ହେଉଛୁ ଆପଣଙ୍କ ଚାକର ଆପଣଙ୍କର ପାଦ ସେବକ ବାମନ ହୋଇ ଆମେ କେବେ ଚାନ୍ଦକୁ ହାତ ବଢ଼େଇବା ପାଇଁ ଚେଷ୍ଟା କରିନୁ ଦିଗ୍ବିଜୟ ସେ ତା ମନ କଥା କହିଲା ଆଉ ତୁମ ମନ କଥା ଏ ବୁଝିପାରୁଛି ମହାରାଣୀ ବେଦମତୀ ତୁମେ ତ ଏପରି ଲଜ୍ଜିତ କରିବାର ନଥିଲା ସେଥିପାଇଁ ମୁଁ ମଧ୍ୟ ଦୁଃଖିତ ଛାଡ଼ନ୍ତୁ ରାଣୀମା କହିଲେ ବୋଲି ସହି ଯାଉଛି ଏ ଜଟ ଯଦି ପୁନର୍ବାର ଏ କଥାଟା ଉଠାଏ ଏହାକୁ ଜମାରୁ ବି ଛାଡ଼ିବି ଦିଗ୍ବିଜୟ ଆରେ ତୁମେ ଯେଉଁ ପ୍ରସ୍ତାବ ଦେଇଛ ସେଇଆ ହିଁ ହେବ ମୋ ଝିଅ ଶାମୁକା ପାଇଁ ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରାଯିବ ହେଲେ ମହାରାଜ ସ୍ୱୟଂବର କରିବା ପୂର୍ବରୁ ଜେମାଦେଈଙ୍କୁ ଥରେ ପଚାରନ୍ତୁ କାହିଁକି କାହିଁକି ନା ଆଜିକାଲିକା ଝିଅମାନଙ୍କୁ ବିଶ୍ୱାସ ନାହିଁ ଏପଟେ ବାପା ମା ବର ପାତ୍ର ଠିକ କରି ସାରିଥିବେ ଆଉ ସେପଟେ ଝିଅ କାହାକୁ ଭଲ ପାଉଥିବେ ମୋ ଝିଅ ଶାମୁକା ସେ ଭଲ ଝିଅ ନୁହଁ ସବୁ ବାପା ମା ଏମିତି କହିଥାନ୍ତି ମହାରାଜ ଆରେ ମୋ ଝିଅ ସେମିତିକା ଝିଅ ନୁହେଁ ବୋଲି ଆଜ୍ଞା ଆଜିକାଲି ଝିଅ ପିଲାମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ଏମାନେ ଘରେ ଘରେ ଗଣେଶ ପୂଜା ବାହାରେ ସରସ ଏ ଜଟ ମୁଁ ଅସମ୍ଭାଳି କଥାବାର୍ତ୍ତା କର କହୁଛି ଦିଗ୍ବିଜୟ ମହାରାଜ ତୁମେ ଯଦି ଚାହୁଁଛ ନିଶ୍ଚୟ ଶାମୁକାକୁ ଡାକି ତା ମତାମତ ନେଇ ସ୍ୱୟଂବର କାର୍ଯ୍ୟଟା ଆଗେଇ ନେବି ଡାକନ୍ତୁ ପଚାରନ୍ତୁ ତାପରେ ଯାଇ ସ୍ୱୟଂବରଟା ଆରମ୍ଭ କରିବେ ବେଦମତୀ ଶୀଘ୍ର ମୋ ଝିଅ ଶାମୁକାକୁ ଡକାଅ ସମ୍ମୁଖେ ମହର ଠିକ ଅଛି ସ୍ୱାମୀ ଶାମୁକା ଏ ମା ଶାମୁକା କୁଆଡ଼େ ଗଲୁ ରେ ଧନ ଶୀଘ୍ର ଶୀଘ୍ର ଚାଲିଆରେ ମୋ ସୁନା ଝିଅ ଶାମୁକା
ଶାମୁକା ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ। ହେଇଥାଲୋ ମା। ବାପା ଶାମୁକା ଆପଣ କଣ ମତେ ଡାକିଲେ? ହଁ ଶାମୁକା ହେଲେ କଣ ପାଇଁ ବାପା? ଶାମୁକା ବାପା ତୋଠାରୁ ଗୋଟିଏ ମତାମତ ନେବାର ଅଛି ତ ମା। ବାପା ଶାମୁକା ଆପଣ ପୁଣି ମୋ ପାଖରୁ କି ମତାମତ ନେବେ? ଶାମୁକା ବାପା ତୋ ପାଇଁ ନା ମା ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରୁଅଛି ଲୋ ମା। ଆପଣ ସତ କହୁଛନ୍ତି ବାପା? ହଁ ଶାମୁକା ସତରେ ଆପଣଙ୍କ ପାଇଁ ଆମର ଏଇ କାଶୀ ରାଜ୍ୟରେ ସ୍ୱୟଂବର ଆୟୋଜନ କରିଛନ୍ତି? ହଁ ଶାମୁକା ବାପା ଶାମୁକା ଏଇ ତ ବହୁତ ବଡ଼ ଖୁସିର କଥା। ହେଲେ ବାପା ଅନେକ ଦିନ ହେଲା ମୁଁ ମା ମଙ୍ଗଳାଙ୍କ ପାଖରେ ମାନସିକ ରଖିଛି। ମୋ ମାନସିକ ପୂର୍ଣ୍ଣ ନ ହେବ ଯେ ମୁଁ କେବେ ହେଲେ ବି ଏଇ ସ୍ୱୟଂବର କାର୍ଯ୍ୟରେ ଯୋଗ ଦେଇପାରିବିନି ବାପା। ଶାମୁକା ହଁ ବାପା ଆରେ ତୁ ତ ଉଚିତ ନିଷ୍ପତ୍ତି ନେଇଛୁ ଲୋ। ହଁ ବାପା ତ ସ୍ୱୟଂବର ପୂର୍ବରୁ ମା ମଙ୍ଗଳା ଦର୍ଶନ କରିବା ନିହାତି ଜରୁରୀ। ହଁ ବାପା ହେଲେ ଜାଣିଛୁ ମା ବାପା ମା ମଙ୍ଗଳାଙ୍କ ମନ୍ଦିର ଅଛି ନିଘଞ୍ଚ ଅରଣ୍ୟ ମଧ୍ୟରେ। ହଁ ବାପା ହିଂସ୍ର ଜନ୍ତୁ ଭରା ସେ କାନନ। ହଁ ବାପା ତୋତେ ଏକାକି ତ ଛାଡ଼ି ପାରିବିନି ବାପା ଶାମୁକା। ମୁଁ ତ ମୋ ସାଙ୍ଗସାଥି ମାନଙ୍କ ସହିତ ଯିବା ପାଇଁ ଚାହେଁ। ତଥାପି ତୋ ସହିତ ଯିବ ଏ ଗୁମାସ୍ତା ଜଟପାତ୍ର ଆଉ ରାଜ୍ୟର ସେନା ସୈନ୍ୟ କେତେ। ବାପା ଶାମୁକା ଜଟା ମୋ ସହିତ ଜଣେ ବୁଢା ଲୋକ, ଏମିତିରେ ଦେଖିବାକୁ ସେ ଜଣେ ଛୋଟା। ସେ କଣ ସେ ଜଙ୍ଗଲକୁ ମୋ ସହିତ ଏତେ ବାଟ ଯାଇପାରିବେ? ନିଶ୍ଚୟ ଯାଇପାରିବ ଲୋ ମା। ତାହେଲେ ଠିକ ଅଛି ବାପା, ଯାହା ଆପଣଙ୍କ ଇଚ୍ଛା। ଜଟ ଏ ଜଟ ଆଜ୍ଞା ଆରେ ଜେମା ଦେବୀ ଯିବେ ମଙ୍ଗଳା ମନ୍ଦିର ମା ମଙ୍ଗଳାକୁ ଦର୍ଶନ କରିବା ତ ସେଠି ମୁଁ କଣ କରିବି? ତାଙ୍କରି ସୁରକ୍ଷା ପ୍ରଦାନ କରିବୁ। ମତେ କିଏ ସୁରକ୍ଷା ଦବ? ଆଗରେ ଅଛନ୍ତି ନା ପଛରେ ଅଛନ୍ତି? ହଲା ତୁ ମୋଲେ କାନ୍ଦିବା ପାଇଁ ଲୋକ ମୁଁ ନାହାନ୍ତି। ଯାଇପାରିବି ନାହିଁ। ଏଇଟା ରାଜାଙ୍କ ଆଦେଶ। ମୋର ଅର୍ଜେଣ୍ଟ କାମ, ପଚାର ମୋର ବିରାଟ ବଡ କାମ, ମୁଁ ଯାଇପାରିବି ନାହିଁ। ଜଟ ଆଜ୍ଞା ମଙ୍ଗଳା ମନ୍ଦିର ଯିବାର ପ୍ରସ୍ତୁତିରେ କର। ଯଥା ଆଜ୍ଞା ଛାମୁ। ଶାମୁକା ବାପା ତାହେଲେ ତୁ ବିଳମ୍ବ ନ କରି ଶୀଘ୍ର ମା ମଙ୍ଗଳା ଦର୍ଶନାର୍ଥେ ବାହାରି ପଡ଼ିଲ ମା। ତେବେ ଠିକ ଅଛି ବାପା, ତାହେଲେ ଆପଣ ଦି ଜଣ ମତେ ଆଶୀର୍ବାଦ କରନ୍ତୁ ଯେମିତିକି ମା ମଙ୍ଗଳାଙ୍କ ପୂଜାକୁ ମୁଁ ଭଲରେ ଭଲରେ ସାରିକି ଭଲରେ ଭଲରେ ଆପଣଙ୍କ ପାଖକୁ ଫେରି ଆସେ। ନିଶ୍ଚୟ ଲୋ ମା। ତାହେଲେ ମତେ ଆଶୀର୍ବାଦ ଦିଅନ୍ତୁ ମା ବାପା। ମା ମଙ୍ଗଳ ତୋର ମଙ୍ଗଳ କରନ୍ତୁ ଲୋ ମା। ମହାରାଜ ମତେ ବି ଆଶୀର୍ବାଦ କରନ୍ତୁ ଯେମିତିକି ସେ ଜଙ୍ଗଲ ଭିତରେ ବାଘ କି ଭାଲୁ ନ ଖାଇ ଯାଆନ୍ତୁ। ଜଟ ଆଜ୍ଞା ଶୁଭ ବେଳର ଶୁଭ ବାକ୍ୟ କାହିଁକି ପ୍ରକାଶ କରୁଛୁ ରେ? କୋଉଟା ଶୁଭ ବେଳ ଆଜ୍ଞା? ସେ ମଙ୍ଗଳା ମନ୍ଦିର ବି ଅଛି ଜଙ୍ଗଲ ଭିତରେ, ସେଠି ତ ବାଘ ଭାଲୁ ଥିବେ। ମୁଁ ତ ଦୌଡ଼ି ପାରିବି ନାହିଁ, ଏପଟେ କୁକୁରକୁ ଦେଖିଦେଲେ ତଳେ ପଡି ଯାଉଛି ଆଜ୍ଞା। ଜଟ ବୃଥା ବାକ୍ୟ ଆଡ଼ମ୍ବର ନ କରି ଶୀଘ୍ର ଚାଲିଯା ମଙ୍ଗଳ ମନ୍ଦିର। ଆସୁଛି ଆଜ୍ଞା। ହେଲେ ଜଟପାତ୍ର ମା ମୁଁ ଗୋଟେ କଥା କହୁଛି ମନେ ରହ। କଣ ମା? ଯେମିତି ଭଲରେ ଭଲରେ ମୋ ଝିଅ ଶାମୁକା ଘରକୁ ଆସେ, ଯଦି ତାର କିଛି ଅସୁବିଧା ହୁଏ ଆଉ ଗୋଟେ ଗୋଡ଼ ଭାଙ୍ଗି ତ ଆଉ ଗୋଟେ ହାତରେ ଧରେଇ ଦେବି। ଆସୁଛି ମା। ଦିଗ୍ବିଜୟ ମହାରାଜ ତୁମେ ତୁମ କାର୍ଯ୍ୟରେ ଲାଗି ପଡ଼। ଠିକ ଅଛି, ନିମନ୍ତ୍ରଣ ବାର୍ତ୍ତା ଘେନି ଯାଉଛି। ସବୁ ରାଜକୁମାର ମାନଙ୍କୁ ନିମନ୍ତ୍ରଣ ଦେଇ ଫେରିବି। ଜେମା ଦେଇ ମଙ୍ଗଳା ଦର୍ଶନ କରି ଆସି ସାରିଲା ପରେ ମହାଡମ୍ବରର ସ୍ୱୟଂବରଟା ହବ ଆଉ। ନିଶ୍ଚୟ। ମହାରାଜ। ତାହେଲେ ମୁଁ ଯାଉଛି ବିଶ୍ରାମ ପ୍ରକୋଷ୍ଠକୁ। ମହାରାଜ ତେବେ ଯିବା ବାନ୍ଧବୀ। ଚାଲନ୍ତୁ ସ୍ୱାମୀ।